16/6/2025 प्रातः मुरली ओम शांति बापदादा मधुबन मिठे बच्चे सर्वदा ଏହି ଖୁସିରେ ରୁହ ଯେ ଆମକୁ କୌଣସି ଦେହଧାରୀ ପଢ଼ାଉ ନାହାନ୍ତି। ଅଶରୀରୀ ବାବା ଶରୀରରେ ପ୍ରବେଶ କରି ବିଶେଷ ଭାବରେ ଆମକୁ ପାଠ ପଢ଼ାଇବା ପାଇଁ ଆସିଛନ୍ତି। ପ୍ରଶ୍ନ: ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର କାହିଁକି ମିଳିଛି? ଉତ୍ତର: ଆମ୍ଭମାନଙ୍କୁ ନିଜର ଘର, ଶାନ୍ତିଧାମ ଏବଂ ସୁଖଧାମକୁ ଦେଖିବା ପାଇଁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସେଥିପାଇଁ ଏହି ଆଖିରେ ଯେଉଁ ପୁରୁଣା ଦୁନିଆ, ମିତ୍ର, ସମ୍ବନ୍ଧୀ ଆଦି ଦେଖାଯାଉଛନ୍ତି, ସେମାନଙ୍କଠାରୁ ବୁଦ୍ଧିକୁ ଫେରାଇ ଆଣିବାକୁ ହେବ। ବାବା ଆତ୍ମାମାନଙ୍କୁ ପଙ୍କରୁ ବାହାର କରି ଫୁଲ ଭଳି କରିବା ପାଇଁ ଆସିଛନ୍ତି। ତେଣୁ ଏହିଭଳି ବାବାଙ୍କର ସମ୍ମାନ ମଧ୍ୟ ରଖିବାକୁ ହେବ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟସାର। 1 ନମ୍ବର, ବିକର୍ମରୁ ରକ୍ଷା ପାଇବା ପାଇଁ ବୁଦ୍ଧିର ପ୍ରୀତି ଏକମାତ୍ର ବାବାଙ୍କ ସହିତ ଯୋଡ଼ିବାକୁ ହେବ। ଏହି ସଢ଼ି ଯାଇଥିବା ଶରୀରର ଅଭିମାନକୁ ତ୍ୟାଗ କରିବାକୁ ହେବ। 2. ଆମେ ଯୋଦ୍ଧା ଅଟୁ। ଏହି ସ୍ମୃତି ଦ୍ୱାରା ମାୟାରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ତାକୁ ଖାତିର କରିବାର ନାହିଁ। ମାୟା ଗୁପ୍ତ ରୂପରେ ବହୁତ ପ୍ରବେଶ କରୁଛି। ସେଥିପାଇଁ ତାକୁ ପରଖିବା ସହିତ ଆୟତ୍ତ କରିବାକୁ ହେବ। ବରଦାନ: ମନ, ବଚନ ଏବଂ କର୍ମରେ ପବିତ୍ରତାରେ ସମ୍ପୂର୍ଣ୍ଣ ନମ୍ବର ପ୍ରାପ୍ତି କରୁଥିବା ନମ୍ବର 1 ଆଜ୍ଞାକାରୀ ହୁଅ। ସ୍ଲୋଗାନ: ସମ୍ବନ୍ଧ, ସମ୍ପର୍କରେ ଏବଂ ସ୍ଥିତିରେ ହାଲୁକା ହୁଅ, କିନ୍ତୁ ଦିନଚର୍ଯ୍ୟାରେ ନୁହେଁ। ଅବ୍ୟକ୍ତି ସାର: ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ଆତ୍ମାମାନେ କିପରି ବି ପରିସ୍ଥିତିରେ ହୋଇଥିଲେ ବି, ଚାହେ ଭଲ ହେଉ ବା ହଲଚଲ କରିବାର ପରିସ୍ଥିତି ହେଉ, କିନ୍ତୁ ସେମାନେ ସବୁ ସମୟରେ ସବୁ ପ୍ରକାରର ବାତାବରଣ ଭିତରେ ନିଜକୁ ଆଡଜଷ୍ଟ କରି ନିଅନ୍ତି। ଏକୁଟିଆ ହୋଇଥାଅ କି ସଂଗଠନ ଭିତରେ ରହିଥାଅ, ଉଭୟ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ହିଁ ବ୍ରାହ୍ମଣ ଜୀବନ ଅଟେ। ଓମ୍ ଶାନ୍ତି।